মনে পড়ে জয়দেবଙ୍କ রচিত ସେ ଗୀତ ଗୋବିନ୍ଦର ଅମୀୟ ପଦ ଲଳିତ ମଦଙ୍ଗ ଲତା ପରିଶୀଳନ କୋମଳ ହୃଦୟ ସଙ୍ଗୀରେ ସମସ୍ତଙ୍କ ଆଖିକୁ ନିଦ ଆଣି ଦେଇଥିବା ଚକା ଆଖିକୁ ନିଦ ଆସେ ନାହିଁ ଗୀତ ଗୋବିନ୍ଦର ପଦ ନ ଶୁଣିଲେ ଏବଂ ଦେବଦାସୀଙ୍କ ନୃତ୍ୟ ନ ଦେଖିଲେ। କେତେ ପୁଣ୍ୟର ଅଧିକାରୀ ସେ ଦେବଦାସୀମାନେ ନିଜକୁ ସଜେଇ ଦେଇଥାନ୍ତି ଦାସୀ ରୂପରେ ଶ୍ରୀଜଗନ୍ନାଥଙ୍କ ପାଇଁ, ସ୍ୱାମୀ ରୂପରେ ବରଣ କରିଦେଇଥାନ୍ତି ଜଗନ୍ନାଥଙ୍କୁ। ମହାପ୍ରଭୁ ଗାରୁପ୍ରଭୁଙ୍କୁ ସେବା ଦେବା ପାଇଁ ସମସ୍ତେ ତତ୍ପର, ସମସ୍ତେ ବ୍ୟାକୁଳ, ସମସ୍ତଙ୍କ ଭିତରେ ସେଇ ଏକା ଅନୁରାଗ। ମହାପ୍ରଭୁଙ୍କ 120 ସେବା ମଧ୍ୟରେ ଯେଉଁ ଏକମାତ୍ର ନାରୀ ସେବା ତାହା ହେଉଛି ମାହାରୀ ସେବା। ଶ୍ରୀମନ୍ଦିରର ଏହି ନିଆରା ପରମ୍ପରା ସାରା ଜଗତରେ ଅନନ୍ୟ। 7 ବର୍ଷ ବୟସରେ କୁଆଁରୀ କନ୍ୟାମାନେ ହାତରେ ତୁଳସୀ ଧରି ମହାପ୍ରଭୁଙ୍କୁ ନିଜର ସ୍ୱାମୀ ରୂପେ ବରଣ କରିଦେଇଥାନ୍ତି ଏବଂ ଆଜୀବନ ଅବିବାହିତ ରୁହନ୍ତି। ପାଦରେ ଘୁଙ୍ଗୁର ବାନ୍ଧି ଗୀତ ଗୋବିନ୍ଦର ତାଳେ ତାଳେ ରାତ୍ର ପହୁଡ଼ରେ ବଡ଼ ସିଂହର ବେଶ ଧାରଣ କରିଥିବା ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ନୃତ୍ୟ କରନ୍ତି। ସେମାନଙ୍କୁ କେହି ବି ଦେଖନ୍ତି ନାହିଁ। ମାହାରୀ ନୃତ୍ୟରୁ ହିଁ ବିଶ୍ୱ ପ୍ରସିଦ୍ଧ ଓଡ଼ିଶୀ ଓ ଗୋଟିପୁଅର ସୃଷ୍ଟି। ସତରେ ସେମାନେ ମହାନ, ସେଥିପାଇଁ ମାହାରୀ ଶବ୍ଦର ଅର୍ଥ ମହାନ ନାରୀ। ଭାବର ଠାକୁର ଭାବ ବିନୋଦିଆ ପାଖରେ ସମ୍ପୂର୍ଣ୍ଣ ସମର୍ପଣ କରିଦେଇଥାନ୍ତି ସେମାନେ। ଏହି ଅଦ୍ୱିତୀୟ ପରମ୍ପରା ଆଜି ବିଲୁପ୍ତ, କିନ୍ତୁ ଏହାକୁ ଉଜ୍ଜୀବିତ କରିଛନ୍ତି ଓଡ଼ିଶାର କଳାକାରମାନେ। ତେବେ ଆସନ୍ତୁ ଦେଖିବା ଜଗନ୍ନାଥଙ୍କ ପାଖରେ ପ୍ରସ୍ତୁତ ହେଉଥିବା ସେହି ମାହାରୀ ନୃତ୍ୟ ଗ୍ଲିଟର୍ସ ଡ୍ୟାନ୍ସ ଗ୍ରୁପ୍ ମାଧ୍ୟମରେ।